শরণাগত দীনাথম পরিত্রাণং পরায়ণে সর্বসাতে ঘরে দেবী মা শারদে দেবী নমস্তুতি। জয় মা শারদা। আজিକାର নীତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଇଏ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଇଏ ସମାଜର ମଙ୍ଗଳ ପାଇଁ ଆମେ ଇଏ ନୀତିବାଣୀକୁ ଇଏ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ଇଏ ସେୟାର କଲେ ଏ ସମାଜର ଇଏ ମଙ୍ଗଳ ହବ। ଆସନ୍ତୁ ଆଜିକାର ନୀତିବାଣୀ ହେଲା, ଆପଣଙ୍କ ଘରେ ପାରା ରହୁଛନ୍ତି ବା ପାରା ଆସୁଛନ୍ତି। ଏହା ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ, ପାରା ରହିଲେ ଶୁଭ ନା ଅଶୁଭ? ପାରା ହେଉଛି ଗୋଟିଏ ନିରୀହ ପକ୍ଷୀ। ଯେତେ ପକ୍ଷୀମାନେ ଅଛନ୍ତି ସେ ପକ୍ଷୀମାନଙ୍କ ମଧ୍ୟରୁ ପାରା ହେଲା ଏ ନିରୀହ ପକ୍ଷୀ। ସେ କାହାର କ୍ଷତି ବି ଇଏ କରନ୍ତିନି। ଏବଂ ପାରା ଲକ୍ଷ୍ମୀଙ୍କର ଅତି ପ୍ରିୟ। ଲକ୍ଷ୍ମୀ ମା ପାରାକୁ ଭାରି ଭଲ ପାଆନ୍ତି। ପାରା ଯଦି ଆପଣଙ୍କ ଘରେ ରୁହନ୍ତି ଆପଣଙ୍କ ମନରେ ପ୍ରଶ୍ନ ଆସିବ, ଏହା ଶୁଭ ନା ଅଶୁଭ? କିନ୍ତୁ ପାରା ରହିଲେ ଶୁଭ। ଏବଂ ପାରାକୁ ଯଦି ରଖିବା ପାଇଁ ଆପଣ ଗୋଟିଏ ତାର ଗୃହଟିଏ ବନ୍ଦୋବସ୍ତ କରିଦେବେ, ଏହା ଅତ୍ୟନ୍ତ ଇଏ ଶୁଭଦାୟକ। ପାରା ରହିବା ପାଇଁ ଯଦି ତାଙ୍କ ପାଇଁ ଗୋଟିଏ ଗୃହଟିଏ ଇଏ ନିର୍ମାଣ କରିଦେବେ, ଏହା ଅତ୍ୟନ୍ତ ଇଏ ଶୁଭଦାୟକ। ପାରା ଯଦି ସେଇ ଘରେ ରହି ଅଣ୍ଡା ଦିଏ ଏବଂ ସେ ଅଣ୍ଡାରୁ ଛୁଆ ଫୁଟେ, ଆହୁରି ଅତ୍ୟନ୍ତ ଇଏ ଶୁଭଦାୟକ। ପ୍ରତ୍ୟେକ ଦିନ ସକାଳୁ ଇଏ ପାରା ମାନଙ୍କୁ ମକା, ଚାଉଳ, ଗହମ ଦିଅନ୍ତୁ। ଆପଣଙ୍କର ଗ୍ରହ ଦୋଷ ଯାହା ଅଛି ଇଏ କଟିଯିବ। ଏବଂ ଖାଇବାକୁ ଦେଇ ସାରିବା ପରେ ଗୋଟିଏ ପାତ୍ରରେ କିଛି ଜଳ ରଖିବେ। ପାରା ଯଦି ସେଇ ପାତ୍ରରୁ ଜଳପାନ କରନ୍ତି ଆପଣଙ୍କର ଅତି ଇଏ ଶୁଭଦାୟକ। ଏବଂ ରାତ୍ରିରେ ଯଦି ପାରା ସ୍ୱପ୍ନ ଇଏ ଦେଖନ୍ତି, ଯଦି ଘର ଭିତରେ ଝିଅ ବା ପୁଅ ବିବାହ ଯୋଗ୍ୟ ଥାଏ, ପାରା ସ୍ୱପ୍ନ ଦେଖିଲେ ଶୀଘ୍ର ସେମାନଙ୍କର ବିବାହ କାର୍ଯ୍ୟ ହୋଇଯାଏ। ଏଇ ଥିଲା ମୋର ନୀତିବାଣୀର ଇଏ ନିର୍ଯାସ କଥା। ଆଜିକାର ଅନୁଚିନ୍ତା, ଘରେ ଯଦି ବାରମ୍ବାର କାଚ ଜିନିଷ ଭାଙ୍ଗେ ଜାଣିବେ ହେଉଛି ଅଶୁଭ ସୂଚକ। ଘରେ ଯଦି ବାରମ୍ବାର ହାତରୁ ପଡ଼ି କାଚ ଜିନିଷ ଭାଙ୍ଗିଯାଏ ଜାଣିବେ ହେଉଛି ଅଶୁଭ ସୂଚକ। ଏତିକି କହି ମୋର ନୀତିବାଣୀ ଅନୁଚିନ୍ତାକୁ ପରିସମାପ୍ତ କରୁଛି। ଇଏ ପ୍ରଣାମ। ଜୟ ଜଗନ୍ନାଥ।